ଆସ ଆଜି ଝୁରଣା ବହିରୁ ଆମ ପରିବାର ପାଠଟିକୁ ପଢ଼ିବା ବହୁତ ମଜା ହେବ। ପ୍ରଥମେ ଗୋଟେ ସୁନ୍ଦର କବିତା ଶୁଣିବା। ଏଥିରେ ଅଛନ୍ତି ଆମ ସମସ୍ତଙ୍କର ପ୍ରିୟ ମା। ତାହାପରେ ଆସିଲେ ବାପା, ସେ ଆମକୁ ମନ୍ଦିର ବୁଲେଇ ନେବାକୁ ନିଅନ୍ତି। ଆଉ ଏଇ ଦେଖ ଆମ ଗୁରୁଜୀ, ସେ ଆମକୁ କେତେ ନୂଆ ନୂଆ କଥା ଶିଖାଉଛନ୍ତି। କବିତା ପରେ ଏବେ ଗପ ପାଳି। ଗୋଟେ ନୂଆ ସାଙ୍ଗ ସହ ଦେଖା କରିବା କି? ଦେଖ, ଏ ହେଉଛି ଆମ ନୂଆ ସାଙ୍ଗ ମୁନି। ଗପର ନାଁ ମୁନି ଦେଲା ହସି। ଗୋପରେ ମୁନିର ଗାଡ଼ି ଗୋଟେ ନଈ ପାଖରେ ଅଟକିଗଲା। ସେଠି ସେ ଚଢ଼େଇ ଦେଖି ହସିଦେଲା। ଗପ ସରିଲା, ଏବେ ଆହୁରି ମଜା କରିବାର ସମୟ। ଚାଲ କିଛି ନୂଆ ଅକ୍ଷର ଶିଖିବା। ଆମର ପ୍ରଥମ ଅକ୍ଷର ହେଉଛି ଟ। ଚାଲ ସମସ୍ତେ ମିଶି କହିବା ଟ ଟ ଟ। ଦେଖ, ଏଠି ଟ ଅକ୍ଷର କେମିତି ଲେଖାଯାଏ। ବିନ୍ଦୁ ଯୋଡ଼ିଲେ ଲେଖିହେବ। ଆଉ ଟରୁ କ'ଣ ହୁଏ? ଟରୁ ହୁଏ ଟମାଟ। ଦେଖ କେତେ ସୁନ୍ଦର ଲାଲି ଟମାଟ। ଆମର ପରବର୍ତ୍ତୀ ଅକ୍ଷର ହେଉଛି ମ। ଚାଲ ସମସ୍ତେ କହିବା ମ ମ। ଦେଖ, ବିନ୍ଦୁ ଯୋଡ଼ି ମ ଲେଖିବା କେତେ ସହଜ। ଆଉ ମରେ କ'ଣ ହୁଏ? ମରେ ହୁଏ ମକା। ସମସ୍ତଙ୍କୁ ଭଲ ଲାଗେ, ନୁହେଁ କି? ଆଜି ପାଇଁ ଆମର ଶେଷ ଅକ୍ଷର ହେଲା ଆ। ଚାଲ ସମସ୍ତେ କହିବା ଆ ଆ। ଏହି ଗାର ଉପରେ ହାତ ବୁଲେଇଲେ ଆମେ ଅ ଲେଖିବା ଶିଖିଯିବା। କେତେ ସହଜ। ବାଃ, କି ସ୍ୱାଦିଆ ଜିନିଷ। ଆର୍ ହୁଏ ଆଚାର। ଖାଇବାକୁ ବହୁତ ଭଲ ଲାଗେ ନା? ଏବେ ଦେଖିବା ଗୋଟେ ଯାଦୁ। ଦେଖ, ମ ଆଉ ଅ ମିଶିକି କେମିତି ମା ହୋଇଗଲା। ଆଜି ଆମେ କେତେ କଥା ଶିଖିଲେ। ଗୋଟେ କବିତା, ମୁନିର ଗପ ଆଉ 3ଟା ନୂଆ ଅକ୍ଷର। ଯିବା ଆଗରୁ ଚାଲ ଭାବିବା ଆମ ପରିବାରରେ ସବୁଠୁ ଭଲ କ'ଣ ଲାଗେ।